ଧ୍ୟାନ ଓ ପ୍ରାର୍ଥନା। ମାର୍ଚ୍ଚ 25, 1914। ଚିରଦିନ ନୀରବ, ଅଦୃଶ୍ୟ ଅଥଚ ସର୍ବଶକ୍ତିମାନ ତୋର କର୍ମଧାରା ଆଜି ଅନୁଭୂତ ହେଉଛି ଏବଂ ଯେଉଁମାନଙ୍କର ଚେତନା ସମ୍ପୂର୍ଣ୍ଣ ଅବରୁଦ୍ଧ ବୋଲି ମନେ ହେଉଥିଲା, ସେହିମାନଙ୍କ ମଧ୍ୟରେ ତୋ ଦିବ୍ୟ ଜ୍ୟୋତିର ଅନୁଭୂତି ଜାଗ୍ରତ ହୋଇଛି। ମୁଁ ଭଲ ଭାବେ ଜାଣେ ଯେ ତୋର ଉପସ୍ଥିତିକୁ ଆବାହନ କରିବା କେବେ ବି ବୃଥା ହୁଏ ନାହିଁ ଏବଂ ହୃଦୟର ଆନ୍ତରିକତା ସହ ଯଦି ତୋ ସଙ୍ଗେ ମୁଁ ସଂଯୋଗ ସ୍ଥାପନ କରେ, ଯେକୌଣସି ଆଧାର ମଧ୍ୟ ଦେଇ ହେଉ, ବ୍ୟକ୍ତିଗତ ଶରୀର ଅଥବା ସମଗ୍ର ମାନବ ଜାତି ମଧ୍ୟ ଦେଇ ହେଉ, ତାହେଲେ ଏହି ଆଧାର ବୁଝିପାରେ ଯେ ଏହାର ଅଜ୍ଞାନତା ସତ୍ତ୍ୱେ ଏହା ସମ୍ପୂର୍ଣ୍ଣ ରୂପେ ରୂପାନ୍ତରିତ ହୋଇପାରିଛି। କିନ୍ତୁ ଯେତେବେଳେ ଏକ ବା ଏକାଧିକ ବ୍ୟଷ୍ଟି ଆଧାରରେ ସଚେତନ ଭାବେ ରୂପାନ୍ତର କାର୍ଯ୍ୟ ସାଧିତ ହୁଏ ଏବଂ ଯେତେବେଳେ ଉଷ୍ମଚ୍ଛାଦିତ ଅଗ୍ନିଶିଖା ଅକସ୍ମାତ୍ ପ୍ରଜ୍ୱଳିତ ହୋଇ ସମଗ୍ର ସତ୍ତାକୁ ଆଲୋକିତ କରେ, ସେତେବେଳେ ପରମ ଆନନ୍ଦରେ ତୋର ଅବାଧ କ୍ରିୟାକୁ ଆମେ ସ୍ୱାଗତ କରୁ ଏବଂ ଏତଦ୍ୱାରା ପୁନର୍ବାର ତୋର ଅବାଧ ଶକ୍ତି ପ୍ରମାଣିତ ହୁଏ ଏବଂ ଆଶା କରୁଛି ମନୁଷ୍ୟର ଅନ୍ୟାନ୍ୟ ସୁଖ ସଙ୍ଗେ ଆଉ ଏକ ଯଥାର୍ଥ ନୂତନ ସୁଖର ସମ୍ଭାବନା ଯୋଗ କରାଗଲା। ହେ ଭଗବାନ, ମୋ ଭିତରୁ ତୋ ଆଡ଼କୁ ଏକ ତୀବ୍ର କୃତଜ୍ଞତାର ଭାବ ଉତ୍ଥିତ ହେଉଛି। ସେଥିରେ ପ୍ରକାଶିତ ହୋଇଛି ଦୁଃଖ କାତର ମାନବ ଜାତିର କୃତଜ୍ଞତା। ସେହି ମାନବ ଜାତିକୁ ତୁ ରୂପାନ୍ତରିତ ମହିମାନ୍ୱିତ କରୁଛୁ ଏବଂ ଦିବ୍ୟ ଜ୍ଞାନର ଶାନ୍ତି ପ୍ରଦାନ କରୁଛୁ। ମା।